जय जगन्नाथ सो ओडिशा रे पुरी रे साधारणतः खजा जोगु ଏବେ ବହୁତ ବଡ ଫ୍ରଡ୍ ଚାଲିଛି ଯୋଉଟା କି ଆପଣ ଟିକେ ଅଳ୍ପ ନା ବହୁତ ଜାଣିଥିବେ। ସାଧାରଣତଃ ଖଜା ଆମର ଲେନ୍ଥ କହୁଛି ୱେଟ୍ ଯଦି କହିବା କେହି 1200 ଖଜା ନାଁରେ କିଲେ ଖଜା ଦେଇ ଦଉଛନ୍ତି। ମାନେ ଏମିତି ଆପଣ ଭାବନ୍ତୁ ଯଦି କିଲେ ଖଜା ଆପଣ କିଣୁଛନ୍ତି ତାହେଲେ 800 ଗ୍ରାମ ଆପଣ ପାଉଛନ୍ତି ଆଉ 200 ପାଉଛନ୍ତି ବୋଲି ଏବେ ଗୋଟେ ଜାଗାରେ ଧରା ହେଇଛି। ଏଇ ଯୋଉ ଆମର ଦି ଜଣ ପିଲା ୟାକୁ ଧରିଛନ୍ତି ତାଙ୍କୁ ମୁଁ ସାବାସ କହିବି ଭାଇ ସେମାନେ ଥରେ ସ୍ୱର ଉତ୍ତୋଳନ କଲେ। ଆ ପୂର୍ବରୁ କେହି ଉତ୍ତୋଳନ କରୁନଥିଲେ। ସାଧାରଣତଃ ଭାବିବେ କି ଯାଉନାହାନ୍ତି ନା ଖଜା ଯିଏ ନିଏ ସେ ଗୋଟାଏ କେଜି ନିଏ 2-4 କେଜି ନେବ। ବେସିକାଲି ଅଧିକାଂଶ ଭାବରେ 2-3 କେଜି ନିଅନ୍ତି। କହିବେ ଯୋଉ ଖଜା ପୁରୀର ବାହାରେ ବିକ୍ରି ହଉଛି ସେଇଟା ମହାପ୍ରସାଦ କି? ସାଧାରଣତଃ ସେ ମହାପ୍ରସାଦ ନୁହଁ। କିନ୍ତୁ କିଣନ୍ତି କଣ ପାଇଁ? ଧାରଣା ଗୋଟେ ଥାଏ ପୁରୀ ଆସିଲେ ଖଜା ନବାଟା ସୁନିଶ୍ଚିତ। ଖଜା ପୁରୀରେ ଯେମିତି ଆମେ ଫେମସ। ଆଉ ଗୋଟେ କାରଣ ମହାପ୍ରସାଦର ଯଦି ଆମେ ରେଟ୍ କୁ ଦେଖେଇକି ତାହେଲେ ମହାପ୍ରସାଦର ଖଜା ବି ବିକ୍ରି ହୁଏ। ମହାପ୍ରସାଦ ପାଖରେ ଆନନ୍ଦ ବଜାର ବି ଖଜା ବିକ୍ରି ହୁଏ। କିନ୍ତୁ ତା ରେଟ୍ ଆ ରେଟ୍ ବହୁତ ଫରକ ରହିଥାଏ। ଫରକ କହିଲେ ସେଠି ଅଧିକା ହେଲା ବେଳେ ଏଠି କମ ରହିଥାଏ। ତେଣୁ ଲୋକମାନେ ସାଧାରଣତଃ କିଣନ୍ତି। ଏଠି କେତେ ଜଣ ମହାପ୍ରସାଦକୁ କହିବେ ନାଇଁ ମହାପ୍ରସାଦ ଖଜାରେ ମହାପ୍ରସାଦ ମଧ୍ୟ ଯାଏ କିନ୍ତୁ ଏଇ ଖଜା ମହାପ୍ରସାଦ ନୁହଁ। କେତେ ଜଣ ଗୋଟେ କଥାଟେ କହିବି ଆପଣ ସେଟା ଭଲ କି ଖରାପ ନିଶ୍ଚିତ ଭାବରେ ଜଣେଇବେ। ଆପଣ ଅପଭୂତି ଜାଣିଥିବେ କି ମହାପ୍ରସାଦର ରେଟ୍ ଆଜିକାଲି ଆକାଶ ଛୁଆଁ ହେଲାଣି। ତେଣୁ ଏଠି ସରକାରକୁ ଆମେ ଦାୟୀ କରିବା କଥା ଆଉ କାହାକୁ ଦାୟୀ କରିବା କଥା ନୁହଁ। କାରଣ ଭାଇ ଯଦି ସରକାର ଏଠି ମନ୍ଦିରକୁ ସୁଚାରୁ ରୂପେ ତୁଲାଇବାକୁ ନିଷ୍ପତ୍ତି ନେଇଛି କିମ୍ବା ମନ୍ଦିରର ଦାୟିତ୍ୱ ଯଦି ସରକାର ନେତୃତ୍ୱ ନେଇଛି ମନ୍ଦିରର ଦାୟିତ୍ୱରେ ତେଣୁ ମନ୍ଦିରରେ ପ୍ରସାଦର ବା ମହାପ୍ରସାଦର ଯେଉଁ କୌଣସି ହଉନା କାହିଁକି ମହାପ୍ରସାଦର ଦର ଦାମ ବୃଦ୍ଧି କିମ୍ବା କମ ପାଇଁ ସରକାର ଦାୟୀ ରହିବା ଉଚିତ। କାରଣ ତା ଯୋଗୁଁ ହିଁ ଏଟା ସବୁ ଯଦି ତୁ ଭାଇ ସୁଚାରୁ ରୂପେ ତୁଳେଇ ପାରୁନ ତାହେଲେ ମନା କରିଦେ ତୁଳେଇବୁନି। ତେଣୁ ଏଠି ସାଧାରଣ ଭାବରେ ସରକାରର ମଧ୍ୟ ଦାୟୀ। ଏଇ ସରକାର ବୋଲି ଆମେ କଥା କହୁନେ ପୂର୍ବ ସରକାର ମଧ୍ୟ ଏହା ପ୍ରତି କିଛି ଦୃଷ୍ଟି ଦେଇନଥିଲେ। ଏଇ ସରକାର ମଧ୍ୟ ଦୃଷ୍ଟି ଦେଇନାହାନ୍ତି ଆଉ କିନ୍ତୁ ଦବା ଉଚିତ ବୋଲି ମୁଁ ମନେ କରୁଛି। ଅଧିକା ଓଡିଆ ଖେଳା। ତେଣୁ ଆଉ ଗୋଟେ କଥା ଖଜାର ମୁଁ ଏବେ ଖଜା ବିଷୟରେ ଜଣଙ୍କ ସହିତ ଚର୍ଚ୍ଚା କରୁଥିଲି। ସେ ଆମର ଜଣେ କହିଲେ ଯଦି ମହାପ୍ରସାଦ ଅଛି ତା ନାଁ ହଉଛି ମହାପ୍ରସାଦ ତାହେଲେ ତା ରେଟ୍ ଟା ବି ବଢିଆ ଦରକାର। ମାନେ ମହାପ୍ରସାଦ ବୋଲି କେହି ଜାଣିବେ। ଏଇ କଥାଟା କେତେ ଯୁକ୍ତିଯୁକ୍ତ ସେଇଟା ବି ଆପଣ ଭଲ ହିଁ ଖରାପ କହିବେ। ସମୟ ମିଳିଥିଲା ଖଟି କରିଦେଲେ। ଜୟ ଜଗନ୍ନାଥ ଜୟ ଭାରତ। ନିଶ୍ଚିତ ଭଲ ଖରାପ କୋଉଟା କହିବେ ଭାଇ ମୁଁ କିଛି ଜାଣିନି ମୂର୍ଖ ଲୋକ।